ଜିତି ଯାଇଥିଲା ଇଂଲଣ୍ଡ, ହାରି ଯାଇଥିଲା ଭାରତ। ସମସ୍ତେ ଭାବୁଥିଲେ ସେମିଫାଇନାଲରେ ଭାରତ ହାରିଯିବ ଏବଂ ଫାଇନାଲକୁ ଯିବ ଇଂଲଣ୍ଡ, କିନ୍ତୁ ଜସପ୍ରୀତ ବୁମରା ସବୁକିଛି ଓଲଟାଇ ଦେଇଥିଲେ। ଏମିତି କଲେ ଜଲବା ଯେ କି ଇଂଲଣ୍ଡ ପରାସ୍ତ ହେଲା ଏବଂ ଭାରତ ଫାଇନାଲରେ ପ୍ରବେଶ କଲା। ହଁ ଦର୍ଶକ ବନ୍ଧୁ, ବୁମରାଙ୍କ 2 ଓଭର ବହୁତ ସାବ୍ୟସ୍ତ ହୋଇଛି ଭଲ, କାହିଁକି ନା ଯେତେବେଳେ ଜସପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲରେ 4 ଓଭର ବୋଲିଂ କଲେ, ମାତ୍ର 33 ରନ୍ ଦେଲେ ଏବଂ ଗୋଟେ ୱିକେଟ୍ ନେଲେ। ସେ ତାଙ୍କର ପ୍ରଥମ 2 ଓଭରରେ 19 ରନ୍ ଦେଇଥିଲେ, କିନ୍ତୁ ତାଙ୍କର ପରବର୍ତ୍ତୀ 2 ଓଭର ଇଂଲଣ୍ଡ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା, କାରଣ ବୁମରା ଇଂଲଣ୍ଡକୁ ମାତ୍ର 14 ରନ୍ ଦେଇଥିଲେ। ବୁମରା 2ଟି ଓଭର ବୋଲିଂ କରିଥିଲେ, ଯାହା ସେମିଫାଇନାଲରେ ମୋଡ଼ ବଦଳାଇଥିଲେ। ଇଂଲଣ୍ଡ ଇଂଲିଶରେ 16ତମ ଏବଂ 18ତମ ଓଭର ବୋଲିଂ କରିଥିଲେ ବୁମରା। ତାଙ୍କର ତୃତୀୟ ଓଭର ଏବଂ ଇଂଲଣ୍ଡର 16ତମ ଓଭର ବୁମରା ଗୋଟିଏ ଚୌକା ସହିତ ମାତ୍ର 8 ରନ୍ ଦେଇଥିଲେ। 18ତମ ଓଭରରେ ସେ 6 ରନ୍ ଦେଇଥିଲେ। ଏହି 2ଟି ଇକୋନୋମିକ୍ ଓଭର ଭାରତ ପାଇଁ ମ୍ୟାଚ୍ ସିଲ୍ କରିଥିଲା, ଯାହାକି ଇଂଲଣ୍ଡକୁ ପରାସ୍ତ କରିବା ପାଇଁ ବାଧ୍ୟ କରିଥିଲା। ବୁମରାଙ୍କ ଆଗରେ ଇଂଲଣ୍ଡ ବିଫଳ। ଯେତେବେଳେ ବୁମରା ଇଂଲଣ୍ଡ ଇନିଂସରେ 16ତମ ଓଭର ବୋଲିଂ କରି ଆସିଥିଲେ, ସେତେବେଳେ ସେମାନଙ୍କ ପାଖରେ 30 ବଲରୁ 69 ରନ୍ ଏବଂ ହାତରେ 5ଟି ୱିକେଟ୍ ବାକି ଥିଲା। ଶତକୀୟ ଖେଳାଳି ଜାକବ୍ ବେଥେଲ ସହିତ ମ୍ୟାଚ୍ ଇଂଲଣ୍ଡରେ ନିୟନ୍ତ୍ରଣ ଥିଲା ଏବଂ ଭାରତ ଉପରେ ଚାପ ପକାଉଥିଲେ। ବୁମରା ସେହି ଓଭର ମାତ୍ର 8 ରନ୍ ଦେଇଥିଲେ, ତାଙ୍କ ଦଳ ଉପରେ ଚାପ କମ୍ କରିଥିଲେ। ଏହାପରେ ବୁମରା ଇଂଲଣ୍ଡ ଇନିଂସରେ 18ତମ ଓଭର ବୋଲିଂ କରି ଆସିଥିଲେ। ସେତେବେଳେ ଇଂଲଣ୍ଡ ପାଇଁ 18 ବଲରୁ 45 ରନ୍ ଏବଂ ହାତରେ 5ଟି ୱିକେଟ୍ ବାକି ଥିଲା। ବୁମରା ପୁଣି ଥରେ ତାଙ୍କର ଦକ୍ଷତା ପ୍ରମାଣ କରିଥିଲେ, ଯାହା ଫଳରେ ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲା। ସେହି 2 ଓଭର ରନ୍ ଦେବା ପରିବର୍ତ୍ତେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ସତର୍କତା ସହିତ ଖେଳିଥିଲେ। ଏହା ମନେ ହେଉଥିଲା ଯେପରି ସେମାନେ ନିଜର ୱିକେଟ୍ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି। ଫଳସ୍ୱରୂପ ମ୍ୟାଚ୍ ଓଲଟିଗଲା ଏବଂ ଇଂଲଣ୍ଡ 7 ରନ୍ରେ ସେମିଫାଇନାଲରେ ପ୍ରବେଶ କଲା ଏବଂ ଭାରତ ଫାଇନାଲରେ ପ୍ରବେଶ କଲା। ଯାହାକି ଏବେ ଚର୍ଚ୍ଚା ହେଉଛି, ଯେତେବେଳେ ସଞ୍ଜୁ ସାମସନଙ୍କୁ ମିଳିଲା ପ୍ଲେୟାର ଅଫ୍ ଦି ମ୍ୟାଚ୍, ସଞ୍ଜୁ ସାମସନ ଏହି ପ୍ଲେୟାର ଅଫ୍ ଦି ମ୍ୟାଚ୍କୁ ବୁମରାଙ୍କୁ ଦେଇଥିଲେ, କାହିଁକି ନା ସେ ଭାବିଥିଲେ ଯେ ବୁମରାଙ୍କ ଲାଗି ଏହି ସେମିଫାଇନାଲ ମ୍ୟାଚ୍ ଆମେ ଜିତିଛୁ। ମୋ ଲାଗି ମୁଁ ବ୍ୟାଟିଂ କରିଛି ସତ, କିନ୍ତୁ ବୁମରା ହିଁ ଜଲବା ଦେଖାଇଥିଲେ ବୋଲିଂରେ।